ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 76ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଅବଦାଲ ମୋହମ୍ମଦ ଅଖ୍ତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ପୂର୍ବବର୍ଷର ପ୍ରସ୍ତୁତି ବୈଠକର ବିବରଣୀ ପାଠ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ରାମଧୁନ ଗାନ କରାଯାଇ ସହର ପରିକ୍ରମା କରାଯିବ। ଏହାଛଡ଼ା ବିଭିନ୍ନ ଅନୁଷ୍ଠାନରେ ସକାଳ 7:30 ଘଟିକା ସମୟରେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବ। ନିର୍ଦ୍ଧାରିତ ସମୟ ସକାଳ 9:15 ସମୟରେ ପିଟିସି ପଡ଼ିଆଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ମୁଖ୍ୟ ଅତିଥି ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍ରେ କ୍ୟାଡେଟ୍ମାନଙ୍କଠାରୁ ଅଭିବାଦନ ଗ୍ରହଣ କରିବେ। ଆନୁଷ୍ଠାନିକ ପରେଡ୍ ମାର୍ଚ୍ଚ ଫାଷ୍ଟ ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆସନ୍ତା ଯେଉଁ ସାଧାରଣତନ୍ତ୍ର ଦିବସ ରହିଛି ରିପବ୍ଲିକ୍ ଡେ ତାର ଉତ୍ତମ ରୂପେ ଆମର ପାଳନ କରିବା ନିମନ୍ତେ ରାଜ୍ୟସ୍ତରୀୟ ଯେଉଁ ମହୋତ୍ସବ ଅଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ସେଥିରେ ବ୍ୟାପକ ବିଶଦ ଭାବରେ ଆଲୋଚନା ହେଲା। ସମସ୍ତ ସରକାରୀ ଅଧିକାରୀ ଆଉ ତା ସହିତ ଯେଉଁମାନେ ସିଭିଲ୍ ସିଟିଜେନ୍ସ ଆଣ୍ଡ ଏନ୍ଜିଓଜ୍ ସମସ୍ତେ ଆସିକି ଉପସ୍ଥିତ ଥିଲେ। ସେଥିରେ ଆମର ମୁଖ୍ୟତଃ ଆମର ଗେଷ୍ଟକୁ କେମିତି ରିସିଭ୍ କରାଯିବ, ତା ସହିତ କେମିତି ଭାବରେ ପାଳନ ହେବ, କେମିତି ପୁରସ୍କାର ବିତରଣ ହେବ, କେମିତି ପ୍ରି ପ୍ୟାରେଡ୍ ସେଲିବ୍ରେସନ୍ ହେବ ଆଉ ସର୍ବଶେଷରେ ଦିନରେ କେମିତି ଫଳ ବଣ୍ଟନ ହେବ, ଏହିସବୁ ଉପରେ ରକ୍ତଦାନ ଶିବିର ହେବ। ଏ ସମସ୍ତ ବିଷୟରେ ଆମମାନଙ୍କର ଆଜି ଯେ ବ୍ୟାପକ ଚର୍ଚ୍ଚା ହେଲା ସେଥିରେ ସମସ୍ତେ ସମସ୍ତଙ୍କର ମତାମତ ରକ୍ଷା କଲେ। ଆଉ ଯାହାଫଳରେ କି ସଭା ଶେଷରେ ନିର୍ଦ୍ଧାରିତ ହେଲା ସେଦିନ ମଧ୍ୟ ପୁଷ୍ପମାଳ ଦିଆଯିବ ମନୀଷୀମାନଙ୍କର ପ୍ରତିମୂର୍ତ୍ତିରେ ଏବଂ 9:15 ବେଳେ ସେଦିନ ପତାକା ଉତ୍ତୋଳନ ହେବ। ଏଭଳି ମୁଖ୍ୟ ଯେଉଁ ବିଷୟବସ୍ତୁ ରହିଛି, ଯଦି ରାଜ୍ୟରୁ ଅତିଥିଙ୍କର ନାମ ଚୟନ କରାଗଲା ତେବେ ତାଙ୍କୁ ମଧ୍ୟ ଠିକ୍ ଭାବରେ ସ୍ୱାଗତ କରାଯାଇକି ସେଠି କିପରି ସେ ଯେଉଁ ଏଇ କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ କରିବେ ସେ ବିଷୟରେ ମଧ୍ୟ ନିଷ୍ପତ୍ତି ଦିଆଗଲା। ଏଥିରେ ଆମେ ଆସନ୍ତା ସାଧାରଣତନ୍ତ୍ର ଦିବସକୁ ଉତ୍ସାହର ସହିତ ଉଦ୍ଦୀପନାର ସହିତ ପାଳନ କରିବା ପାଇଁ ଆଜି ନିଷ୍ପତ୍ତି ନିଆଗଲା।